तुषारहार धवला या शुभ्रवस्त्रावृता या वीणावरदण्डमण्डितकरा या श्वेतपद्मासना या ब्रह्माच्युतशङ्करप्रभृतिवीरदेवै सदा वन्दिता सा मां पातु मीरा भगवती निःशेषजाड्यापहा। ॐ सर्वगणे सर्ववरदे सर्वदुष्टभयङ्करी सर्वदुःखहरे देवी महामीरा नमोऽस्तुते। सिद्धिबुद्धिप्रदे देवी भुक्तिमुक्तिप्रदायिनी मन्त्रमूर्ते सदा देवी महामीरा नमोऽस्तुते। आद्यन्तरहिते देवी आद्यशक्ते महेश्वरी योगदे योगसम्भुते महामीरा नमोऽस्तुते महामीरा नमोऽस्तुते। ମା ଆମେ ଆଲୋଚନା କରୁଛନ୍ତି ମାତୃରଚନାବଳୀ ଭାଗ 10। ଆଜି ପଢିବା ଜ୍ଞାନ 50। ପ୍ରଭୁ ଲେଖୁଛନ୍ତି ପାପୀକୁ ଘୃଣା କରିବା ହେଉଛି ଗର୍ହିତତମ ପାପ, କାରଣ ତାହା ହେଉଛି ସ୍ୱୟଂ ପରମେଶ୍ୱରଙ୍କୁ ଘୃଣା କରିବା ସହ ସମାନ। ତଥାପି ଯେଉଁ ବ୍ୟକ୍ତି ସେହିପରି କରେ ସିଏ ଏହାକୁ ତାର ମହତ୍ତର ପୁଣ୍ୟର ଗୌରବ ରୂପେ ଦେଖାଇ ହୁଏ। କଣ କହୁଛନ୍ତି? ଯିଏ ପାପୀକୁ ଘୃଣା କରିବା ହେଉଛି ସବୁଠାରୁ ବଡ ପାପ, ଏବଂ କାହିଁକି ନା ତାହା ହେଉଛି ସ୍ୱୟଂ ପରମେଶ୍ୱରଙ୍କୁ ଘୃଣା କରିବା ସହ ସମାନ। ଏବଂ କିଛି ବ୍ୟକ୍ତି ଯିଏ ସେହିପରି କରନ୍ତି ସେମାନେ ନିଜକୁ ଗୋଟେ ପୁଣ୍ୟବାନ ବ୍ୟକ୍ତି ବୋଲି ଦେଖାଇ ହୁଅନ୍ତି। ଆମେ ସବୁ ଦେଖିବେ ବାହାରେ ବହୁତ ଜାଗାରେ ବି ଯୋଉମାନେ ତଥାକଥିତ କୁହନ୍ତି ଯେ ସେମାନେ ଧର୍ମର ଦାୟିତ୍ୱ ନେଇଛନ୍ତି। ଇଭିନ ଦେଖୁଥିବେ ଆପଣ ମାନେ ବହୁତ ଧର୍ମାବଲମ୍ବୀ ବି ଯେ ଏମାନେ ହଉଛନ୍ତି କଣ କାଫେର, ଏମାନେ ହଉଛନ୍ତି ଭଗବାନଙ୍କର ଦରବାରରେ ଏମାନେ ହଉଛନ୍ତି ସବୁ ଶତ୍ରୁ। ତେଣୁ ଅନେକ ଜାଗାରେ ସେମାନଙ୍କୁ ତାଙ୍କ ଦ୍ୱାରା ରଚିତ ଯୋଉ ନିୟମ ରହିଛି ତାଙ୍କ ବିରୁଦ୍ଧରେ ଗଲେ ସେମାନେ କଣ କରନ୍ତି, ତାଙ୍କୁ ବହୁତ ପ୍ରକାର ଦଣ୍ଡ ଦିଅନ୍ତି। ସେତେବେଳେ ସେମାନେ ଏଇଥିପାଇଁ ଦେଖେଇ ହୁଅନ୍ତି ଯେ ଆମେ କେତେ ମହତ୍ତର, ଆମେ କେତେ ପୁଣ୍ୟବାନ, ଏଇ ପ୍ରକାର ଦେଖେଇ ହୁଅନ୍ତି। ମାଙ୍କୁ ତେଣୁ ପ୍ରଶ୍ନ କରାହେଇଛି ଯେ ଯେତେବେଳେ ଆମେ ଚେତନାର ଏକ ନିର୍ଦ୍ଦିଷ୍ଟ ସ୍ଥିତିରେ ପ୍ରବେଶ କରିପାରୁ ସେତେବେଳେ ଆମେ ଅତ୍ୟନ୍ତ ସ୍ପଷ୍ଟ ଭାବରେ ଦେଖିବାକୁ ପାଇଥାଉ ଯେ ଆମ ଭିତରେ ଯାହା ମନ ତାହା କରିବା ପାଇଁ ମଧ୍ୟ ସାମର୍ଥ୍ୟ ରହିଛି। ଏବଂ ବସ୍ତୁତଃ ଏପରି କୌଣସି ଗୋଟିଏ ହେଲେ ପାପ କାର୍ଯ୍ୟ ନାହିଁ ଯାହାକୁ କି ଆମେ ସ୍ୱୟଂ କରିପାରି ନଥାନ୍ତେ। ଏହିପରି ଏକ ଧାରଣା କେତେ ଦୂର ଠିକ? ମାତ୍ର ତଥାପି କେତେକ ନିର୍ଦ୍ଦିଷ୍ଟ କର୍ମ ଓ ଆଚରଣ ବିରୁଦ୍ଧରେ ଆମେ ବିଦ୍ରୋହ ଘୋଷଣା କରୁ ଏବଂ ସେଗୁଡ଼ିକ ପ୍ରତି ଏକ ଘୃଣାଭାବ ଅନୁଭବ କରିଥାଉ। ସର୍ବତ୍ର ସର୍ବଦା ଏପରି କିଛି ଅବଶ୍ୟ ରହିଥାଏ ଯାହାକୁ କି ଆମେ ଆଦୌ ସ୍ୱୀକାର କରିପାରୁନାହିଁ। ଏପରି କାହିଁକି ହୁଏ? ପାପ ବା ଅନୁଚିତ ଆଚରଣ ପ୍ରତି ଯଥାର୍ଥ ଓ ଫଳପ୍ରଦ ଦୃଷ୍ଟି କଣ ହେବା ଉଚିତ? ସେ ପ୍ରଶ୍ନ କରୁଛନ୍ତି। ସେ କହୁଛନ୍ତି ଯେ ଯଦି ଆମେ କେତେବେଳେ ନିଜକୁ ଦେଖିବା ତେବେ ଆମ ଭିତରେ ସାମର୍ଥ୍ୟ ରହିଛି, ଆମେ ଯେକୌଣସି କାର୍ଯ୍ୟ କରିପାରିଥାନ୍ତେ। ଏବଂ ସେତେବେଳେ ସେଥିପାଇଁ ଏମିତି ଇଭିନ କେତେକ ବି କଥାରେ କୁହାଯାଏ ଏବଂ ଦେଖିବେ ବି ଆମେ ଆମ ପାଖରେ ସେ ପ୍ରକାରର
କହନ୍ତିନି ଖୋଲା ଛୁଟ ମିଳିନାହିଁ ବୋଲି ଆମେ କରିନାହୁଁ ସେ ପ୍ରକାରର କାର୍ଯ୍ୟ, ନଚେତ ଆମେ ସେ କାର୍ଯ୍ୟ କରିବାର ସାମର୍ଥ୍ୟ ଅଛି ଆମ ପାଖରେ। ତେଣୁ ପ୍ରଶ୍ନ ହଉଛି ଯେ ଆମ ଭିତରେ ତ ଏମିତି ବି ରହିଛି, ତଥାପି ଆମ ଭିତରେ ଆଉ ଗୋଟେ ବି ଜିନିଷ ରହିଛି, ଆମେ ବିଦ୍ରୋହ କରୁ। ଏବଂ ତାହେଲେ ଅ ପାପ ବା ଅନୁଚିତ ଆଚରଣ ପ୍ରତି ଆମର କଣ ମନୋଭାବ ବା କଣ ଦୃଷ୍ଟିକୋଣ ରହିବା ଉଚିତ? ମା କହୁଛନ୍ତି, ଏପରି କୌଣସି ଗୋଟିଏ ପାପ କାର୍ଯ୍ୟ ନାହିଁ ଯାହାକି ଆମ ଦ୍ୱାରା ସମ୍ଭବ ହୋଇନଥାନ୍ତା। ତୁମର ଏପରି ଅନୁଭୂତି ନିଶ୍ଚୟ ଥିବ ଯେ ଯେତେବେଳେ କୌଣସି ନା କୌଣସି କାରଣ ହେତୁ ଏହା ସେ ନିର୍ଦ୍ଦିଷ୍ଟ ଘଟଣାଟି ଉପରେ ନିର୍ଭର କରୁଥିବ, ଯେତେବେଳେ ତୁମ ଜୀବନରେ ବିଶ୍ୱ ଚେତନା ସହିତ ମଧ୍ୟ ଏକ ସଂସ୍ପର୍ଶ ଘଟୁଥିବ, ତାହାର ସେ ଅସୀମ ମର୍ମଗତ ଅର୍ଥରେ ନୁହେଁ, ମାତ୍ର ଜଡ଼ସ୍ଥ ଜୀବନର ଯେକୌଣସି ସ୍ତରରେ ଏହି ସଂସ୍ପର୍ଶଟି ହେଉଥିବ, ଏକ ଅଣୁଗତ ଚେତନା ରହିଛି, ସମ୍ପୂର୍ଣ୍ଣ ବିଶୁଦ୍ଧ ଏକ ଜଡ଼ ଚେତନା ମଧ୍ୟ ରହିଛି, ଏବଂ ଆହୁରି ଅଧିକ ବାଟ ଯାଇ କହିଲେ ଏପରି ଏକ ମନୋଭୂମିଗତ ଚେତନା ବି ରହିଛି। ଏବଂ ଯେତେବେଳେ ଆପଣା ଅହଂ ପ୍ରତ୍ୟାହୃତ କରିନେଇ ତୁମେ ଆପଣା ଭିତରକୁ ପ୍ରବିଷ୍ଟ ହୋଇ ରହିଥାଅ, ସେତିକି ବେଳେ ହିଁ ତୁମେ ଚେତନାର ଏହି କ୍ଷେତ୍ରଟିରେ ସଂସ୍ପର୍ଶରେ ଆସିଥାଅ। ତାହାକୁ ଆମେ ହୁଏତ ଏକ ଜାଗତିକ ଅଥବା ସାମୂହିକ ମନୁଷ୍ୟ ମନୋଭୂମିଗତ କ୍ଷେତ୍ର ବୋଲି କହିପାରିବା। ଏଠାରେ ଦୁଇଟି ମଧ୍ୟରେ ଏକ ପାର୍ଥକ୍ୟ ବି ରହିଛି। ସାମୂହିକ ମନୁଷ୍ୟ ଭୂମି କହିଲେ ତାହା ମନୁଷ୍ୟର ଆୟତନ ମଧ୍ୟରେ ହିଁ ସୀମିତ ହୋଇ ରହୁଛି, ମାତ୍ର ଅନ୍ୟ ପକ୍ଷରେ ଜାଗତିକ କହିଲେ ବହୁ ସଂଖ୍ୟକ ଇତର ପ୍ରାଣୀଗତ ଏପରିକି ଉଦ୍ଭିଦ ଜୀବନଗତ ଅନେକ କ୍ରିୟାକଳାପ ମଧ୍ୟ ସେଥିରେ ଆସି ଅନ୍ତର୍ଭୁକ୍ତ ହୋଇଯାଉଛି। ମାତ୍ର ବର୍ତ୍ତମାନ ଆମେ ଯେପରି କଥାଟି ଆଲୋଚନା କରିଛୁ, ସେଥିରେ ଆମେ ସହଜରେ ବୁଝିପାରିବା ଯେ ଅପରାଧ, ପାପ ଏବଂ ଖରାପ ପ୍ରଭୃତିର ନୈତିକ ଧାରଣାଟି ସମ୍ପୂର୍ଣ୍ଣ ଭାବରେ କେବଳ ମନୁଷ୍ୟର ଚେତନା କ୍ଷେତ୍ରରେ ହିଁ ସୀମାବଦ୍ଧ ହୋଇ ରହିଛି। ଏଠାରେ ଆମେ ତାହାକୁ ସାମୂହିକ ମନୁଷ୍ୟ ଭୂମିଗତ ଚେତନା ବୋଲି କହିପାରିବା। ଏହିଭଳି ଏକାତ୍ମକତା ଫଳରେ ଯେତେବେଳେ ତୁମେ ସେଇ ଭୂମିଟିର ସଂସ୍ପର୍ଶରେ ଆସିଥାଅ, ସେତେବେଳେ ତୁମେ ଅତ୍ୟନ୍ତ ସ୍ୱାଭାବିକ ଭାବରେ ଏଭଳି ଅନୁଭବ କରିଥାଅ ଯେ ଯେକୌଣସି ସ୍ଥାନରେ ସମ୍ଭବ ହେଉଥିବା ମନୁଷ୍ୟର ଯେକୌଣସି ଆଚରଣ ମଧ୍ୟ ତୁମ ଦ୍ୱାରା ବେଶ ସମ୍ଭବ ହୋଇପାରିବ। ଏହାକୁ କେତେକ ପରିମାଣରେ ଏକ ସତ୍ୟ ଚେତନା ବୋଲି କୁହାଯିବ। କେଉଁଠି ତୁମର ଓ କେଉଁଠି ତୁମର ନୁହେଁ, ତୁମେ କଣ ସବୁ କରିପାରିବ, କଣ ସବୁ କରି ନ ପାରିବ, ସେତେବେଳେ ଏହି ସବୁ ଯାବତୀୟ ଅହଂ ପ୍ରଣୋଦିତ ବୋଧ ତୁମଠାରେ ଅନ୍ତରିତ ହୋଇଯାଇଥାଏ। ସେତେବେଳେ ତୁମେ ସଜ୍ଞାନ ହେବାକୁ ଲାଗ ଯେ ମନୁଷ୍ୟ ଚେତନାର ମୌଳିକ ଭୂମିରେ ତାହା ଏପରି ଭାବରେ ଗଠିତ ହୋଇ ରହିଛି, ଯାହା ଦ୍ୱାରା କି ଯେକୌଣସି ଆଚରଣ ଦେଖାଇ ପାରିବାକୁ ମଧ୍ୟ ଯେକୌଣସି ମନୁଷ୍ୟ ବ୍ୟକ୍ତିର ସାମର୍ଥ୍ୟ ରହିଛି। ଏବଂ ସେତେବେଳେ ତୁମେ ଏକ ସତ୍ୟ ଚେତନାରେ ଅବସ୍ଥିତ ହୋଇ ରହିଥିବାରୁ ତୁମର ଯୁଗପତ୍ ଭାବରେ ଏଇଭଳି ଏକ ଅନୁଭବ ମଧ୍ୟ ହୋଇଥାଏ ଯେ କୌଣସି କଥାର ବିଚାର କରି ତାହା ବିଷୟରେ ମନ୍ତବ୍ୟ ପ୍ରକାଶ କରିବା, କୌଣସି কিছুକୁ ଘୃଣା କରିବା, ପ୍ରତ୍ୟାଖ୍ୟାନ କରିବା, ଏଗୁଡ଼ିକ ପଛରେ ଆଦୌ କୌଣସି ସମୀଚୀନତା ନାହିଁ। ସେହି କ୍ଷେତ୍ରରେ ଗୋଟିଏ ଗୋଟିଏ ସମ୍ଭାବନା ରୂପେ ସବୁକିଛି ମହଜୁଦ ହୋଇ ରହିଛି। ଏବଂ ଯଦି ଶକ୍ତିର ଏକ ନିର୍ଦ୍ଦିଷ୍ଟ ପ୍ରବାହ, ଯାହାର କି ତୁମେ କୌଣସି ସଂକେତ ପାଉନଥାଅ, କେବଳ ସେଗୁଡ଼ିକୁ ଆସୁଥିବାର ଏବଂ ଚାଲି ଯାଉଥିବାର ଦେଖିବାରେ ଲାଗିଥାଅ ସତ, ସେଗୁଡ଼ିକର ଉତ୍ପତ୍ତି ଏବଂ ଗତି ଦିଗ ତୁମ ପାଖରେ ନିୟମତଃ ଅଜ୍ଞାତ ହୋଇ ରହିଥାନ୍ତି। ଯଦି ଏହିପରି ଗୋଟିଏ ପ୍ରବାହ ତୁମ ଭିତରେ ଆସି ପ୍ରବେଶ କରେ, ତେବେ ତୁମେ ତାହା ତୁମକୁ ଯାହା କିଛି କରିବା ଲାଗି ମଧ୍ୟ ପ୍ରଭୁତ କରିପାରେ। ଅନେକ ଗୁଡ଼ାଏ କଥା ଭିତରେ କହିଛନ୍ତି। ପ୍ରଥମତଃ ସେ ବର୍ଣ୍ଣନା କରିଗଲେ ଯେ ଆମ ଭିତରେ ସାମର୍ଥ୍ୟ ରହିଛି ସବୁ କିଛି କରିପାରିବାର। ସମୟ ବି ଦେଖିବେ, ଯୋଉ କୁହାଯାଏ ଆମ ପାଖରେ ପରିବେଶ ନଥିଲା ବୋଲି ଆମେ ସେ ପାପ କାର୍ଯ୍ୟ କରିନାହୁଁ। ଗୋଟେ ଜାଗାରେ ଟଙ୍କା କିଛି ପଡିଛି, ଓକେ, ବା ଗୋଟେ ଆପଣ ଭାବନ୍ତୁ ଗୋଟେ ବିରାଟ ସୁନା ମୁଣ୍ଡାଟେ ପଡିଛି। ଯଦି ଟଙ୍କା କିଛି ପଡିଛି ଏବଂ ସେଠି କିଛି ଲୋକ ଅଛନ୍ତି, ହୁଏତ ତାକୁ ଆମେ ଦେଖିକି ନ ଦେଖିଲା ଭଳି ଟିକେ ଏପଟ ସେପଟ ହେଇଯାଉ। କିନ୍ତୁ ଯଦି ଖାଲି ସ୍ଥାନ ହେଇଛି, କେହି ନାହାନ୍ତି, ସେ ତ ଧଡିକି ଆଣି ପକେଟରେ ପୁରେଇ ଦଉ। ସେଥିପାଇଁ ବେଳେ ବେଳେ କହନ୍ତି ଯେ ଆମେ ଡରରେ ଭୁଲ କାମ କରିନଥାଉ। ଏବଂ ସେଭଳି ମନେ କରାଯାଉ ଗୋଟେ ସୁନା ମୁଣ୍ଡାଟିଏ ପଡିଛି ଏବଂ ସେଠି କେହି ବ୍ୟକ୍ତି ନାହାନ୍ତି, ସେତେବେଳେ ସେଠୁ ସାଙ୍ଗେ ସାଙ୍ଗେ ଅନେକ ପ୍ରକାରର ଚିନ୍ତା ଚେତନା ଆମ ଭିତରେ ଆସି ପହଞ୍ଚେ। ଏବଂ କେତେବେଳେ ଆସେ
ତାକୁ ଅନ୍ୟ ଜିନିଷ ତାକୁ ଗ୍ରହଣ ନ କରିବା କେତେବେଳେ ଆସେ ଏଠି ତ ବାହାରେ ପଡିଛି କିଏ ଦେଖୁଛି କଣ କରୁଛି ଏଇଟା ଦରକାର ସେଇଟା ଦରକାର ଭଗବାନ ତ ଦେଇଛନ୍ତି ଭଗବାନ ଏଇଟା ଦେଇନାହାନ୍ତି ବୋଲି ମୁଁ କାହିଁକି ଭାବିବି ଏଇ ପ୍ରକାରର ଭାବ ବି ରହିଛି। ତେଣୁ ଏଠି କୁହାଯାଉଛି ମା କହୁଛନ୍ତି ଏଇ ଯୋଉ ପାପ ଏବଂ ପୁଣ୍ୟ ଏଇ ସବୁ ଯୋଉ ଭାବ ରହିଛି ଇଏ ହଉଛି ମନୁଷ୍ୟ ଚେତନାର ମୌଳିକ ଭୂମିରେ ରହିଛି। ସିଏ ଅ, ସବୁ ଜିନିଷକୁ ତା ଦୃଷ୍ଟିକୋଣରେ ଯୋଉ ନୈତିକତାର ଏକ ମାପଦଣ୍ଡ ରହିଛି ସେଇ ଦୃଷ୍ଟିକୋଣରୁ ସେ ପାପ ପୁଣ୍ୟ ସଂଜ୍ଞା ଦେଇଥାଏ ଏବଂ ତା ସହିତ ସେଠି ମା ସେଥିପାଇଁ କହୁଛନ୍ତି ତା ଭିତରେ ଏକ ଅହଂ ପ୍ରଣୋଦିତ ବୋଧ ରହିଥାଏ ଯାହା ଫଳରେ ସେ କଣ କରେ କେଉଁଠି ତୁମର କେଉଁଠି ତୁମର ନୁହଁ ତୁମେ କଣ କରିପାରିବ କଣ ସବୁ କରି ନ ପାରିବ ଏଇ ପ୍ରକାରର ସିଏ ଗୋଟେ ମାପଦଣ୍ଡ ତିଆରି କରେ ତ ଅନ୍ୟମାନଙ୍କୁ କହେ ତମେ ଏଇଟା କରିବାଟା ଠିକ ହେଲା ନାହିଁ ଇଏ ସବୁ ହଉଛି ଅହଂ ପ୍ରଣୋଦିତ ହୋଇକିରି ସାଧାରଣତଃ ବ୍ୟକ୍ତି ମାନେ କଣ କରନ୍ତି ଅନ୍ୟମାନଙ୍କୁ ବିଚାର କରିଥାନ୍ତି। ତେଣୁ ମା କହୁଛନ୍ତି ଯେତେବେଳେ ତୁମେ ସତ୍ୟ ଚେତନାରେ ଅବସ୍ଥିତ ହେଇ ରହିବ ସେଥିପାଇଁ ତା ପୂର୍ବରୁ କହୁଛନ୍ତି ଦେଖିବ ଯେ କୌଣସି ଏକ ଯୋଉ ସତ୍ୟ ଚେତନା ଭିତର ତମେ କିଛି ସଂକେତ ପାଇପାରୁଥିବ ବା ତୁମ ଭିତରେ ତୁମେ ଯଦି ତା ସହିତ ଅ, ସମ୍ପର୍କୀଭୂତ ହେଇପାରିଲ ତାହେଲେ ଆମେ କଣ ହବ ନା କୌଣସି କଥାକୁ ବିଚାର କରି ତା ବିଷୟରେ ମନ୍ତବ୍ୟ ପ୍ରକାଶ କରିବା କୌଣସି କିଛି ଘୃଣା କରିବା ପ୍ରତ୍ୟାଖ୍ୟାନ କରିବା ଏଗୁଡିକର ଆଉ କିଛି ଆକ୍ଚୁଆଲି ଦେଖିବେ ସେଥିରେ ସମୀଚୀନତା ନାହିଁ ଯଦି ବି କିଛି ନାହିଁ ଖାଲି ମନର ବି ଟିକେ ଉର୍ଦ୍ଧ୍ୱ ସ୍ତରକୁ ଯଦି ଚାଲିଯିବେ ସେତେବେଳେ ଦେଖିବେ ଅନ୍ୟ କାହାକୁ ସମାଲୋଚନା କରିବାର କିଛି ଆବଶ୍ୟକ ନାହିଁ। କାରଣ ଗୋଟେ ଛୋଟ ଛୋଟ କଥା ଗୋଟେ ଦେଖନ୍ତୁ ଆମେ ବୟସ ବଢିଲା ପରେ ଆମେ ଯୋଉଗୁଡାକୁ ଭୁଲ ବା ଠିକ ବୋଲି କହୁଛୁ ଯେତେବେଳେ ଛୋଟ ପିଲାଟିଏ ଥାଏ ସେତେବେଳେ ତାର ଧାରଣା ଅଲଗା ଥାଏ ଏବଂ ଆମଠାରୁ ଯୋଉମାନେ ବୟସ୍କ ବ୍ୟକ୍ତି ତାଙ୍କର ଧାରଣା ଅଲଗା। ତେଣୁ ଯଦି ମନୋଭୂମିରେ ବି ଟିକେ ଉର୍ଦ୍ଧ୍ୱକୁ ଉଠିବେ ଇଏ ସବୁ ଜିନିଷକୁ ଦେଖିପାରିବେ ତାପରେ ଆହୁରି ଦେଖିବେ ଯେ ପ୍ରତ୍ୟେକ ବ୍ୟକ୍ତିର ମନୋଗତ ସାମର୍ଥ୍ୟ ଭିନ୍ନ ଭିନ୍ନ ରହିଛି। ପ୍ରତ୍ୟେକ ବ୍ୟକ୍ତିର ମନୋଗତ ଭାବ ଆମେ ମନ କଥା ବି ଭାବିବା ଯଦି ମନୋଗତ ସାମର୍ଥ୍ୟ ବି ଭିନ୍ନ ଭିନ୍ନ ରହିଛି ସେଇ ଦୃଷ୍ଟିକୋଣରୁ ସିଏ ତାର ବିଚାର କରୁଛି ତେବେ ମୁଁ ତାକୁ ବିଚାର କରି କଣ ମାନେ କଣ ଦୋଷାବହ କରିବା ସମାଲୋଚନା କରିବା ବା ଠିକ ଭୁଲ କହିବାର କଣ ଆବଶ୍ୟକ ରହିଛି ସିଏ ତା ଚେତନାରେ ରହି କାର୍ଯ୍ୟ କରୁଛି ନାଇଁ କି? ତେଣୁ ଯଦି ମନୋଭୂମିରେ ବି ଏତିକି ସମ୍ଭବ ହେଇପାରୁଛି ଯଦି ଚେତନାଗତ ସ୍ତରରେ ଉପରକୁ ଉର୍ଦ୍ଧ୍ୱକୁ ଉଠିବେ ସେତେବେଳେ କଣ ହବ ସତ୍ୟ ଚେତନାରେ ରହିବା ଫଳରେ ଏଇ ଯୋଉ ଆମେ କିଛି ବି ସଂକେତ ପାଉନୁ ପୁରା ଅଜ୍ଞ ହେଇକି ରହିଛୁ ତାର ଉତ୍ପତ୍ତି ତାର ଗତି ଦିଗ ଇଏ ସବୁ ସମ୍ବନ୍ଧରେ ଆମେ ସଚେତନ ହେଇପାରିବା। ଯେତେବେଳେ ସଚେତନ ହେଇଯିବା ସେତେବେଳେ ଆମେ ଆଉ ତାକୁ ସମାଲୋଚନା କରିପାରିବା ନାହିଁ ତାକୁ ଘୃଣା କରିବା ନାହିଁ ମାନେ ତାକୁ ଆଉ କଣ ମନ୍ତବ୍ୟ ପ୍ରକାଶ କରିବି। ଆଜି ଗୋଟେ ଛୋଟିଆ ପିଲାଟେ ବୁଲୁଥିଲା ତାର ଡ୍ରେସ ପତ୍ର ଭାରି ଟିକେ ଅସନା ରହିଛି ଏବଂ ଟିକେ ଚିରି ଚାରି ବି ଯାଇଛି ପ୍ୟାଣ୍ଟ ବି ତାକୁ ଯୋଉଟା ପିନ୍ଧିଛି ସେଟା ବହୁତ ଢିଲା ହଉଛି ଏବଂ ମଇଳା ଟିକେ ହେଇଛି ଏମିତି ହେଇଛି ସେଠି ଜଣେ ତାଙ୍କୁ କହୁଛନ୍ତି ଇରେ ତୁ ଏମିତି କଣ ଅସନା ମସନା ହେଇକି ବୁଲୁଛୁ ତୋ ପ୍ୟାଣ୍ଟ ଚିରି ଯାଇଛି ତୋ ମା କୁ ଦେଖୁନୁ ମା କୁ କହୁନୁ ମା ସଫା କରିକି ଦଉନି ମା କଣ ସିଲେଇ କରିଦେଇନି ଏମିତି କହୁଛନ୍ତି ସେଠି ସେଠୁ ଧୀରେ କି ତାଙ୍କୁ ଆଉ ଜଣେ କହୁଛନ୍ତି ନାଇଁ ନାଇଁ ସେମାନଙ୍କ ଘରେ ଟିକେ ଅସୁବିଧା ରହିଛି ତାଙ୍କ ତା ବାପା ବି ଏବେ ବି ମେଡିକାଲରେ ରହିଛନ୍ତି ଏବଂ ମା ଏମିତି ସେମିତି କିଛି ଟିକେ କାମ କରିକିରି ଆ ବର୍ତ୍ତମାନ ଚାଲିଛି କାମ ତେଣୁ ଅନେକ ପଇସା ଏମିତି ହଉଛି ସେମାନେ ଟିକେ ସେଇଭଳି ଅବସ୍ଥାରେ ରହିଛନ୍ତି ସମୟ ବି ମା ପାଖରେ ଟିକେ ଅଭାବ ଓହୋ ହୋ ଓହୋ ହୋ ସେ ସାଙ୍ଗେ ସାଙ୍ଗେ ଯୋଉଠି କଣ କରୁଛନ୍ତି ତାଙ୍କର କଥାବାର୍ତ୍ତା ଟିକେ ଅଲଗା ବଦଳେଇକି ସେ ତା ସହିତ ଅନ୍ୟ ପ୍ରକାର କଥା ହଉଛନ୍ତି ଏଇଠି ଯଦି ଛୋଟିଆ କଥାଟେ ବି ଦେଖିବେ ଆମେ ଯଦି ବାହାରୁ ବି ଦେଖାଯାଏ ପରିଷ୍କାର ରହିବା ଠିକ ମା କାମ ଆମର ସବୁ କରିଦିଏ ତାହା ବି ଠିକ କିନ୍ତୁ ଯୋଉ ବ୍ୟକ୍ତି ଅଜ୍ଞ ରହିଛି
ଯେ ତା ମା ଅବିକା ନାହାନ୍ତି, ଘରେ ନାହାନ୍ତି ଏବଂ ସମୟ କେମିତି ଅଭାବ ରହିଛି, କଣ କଣ ରହିଛି, ଯୋଉ ଅଭାବତା ର ଯୋଉ ଗୋଟେ ସମସ୍ୟା ଯୋଗୁ ସେ ଯୋଉ ଏଇ ସ୍ଥିତିରେ ରହିଛି, ଯେ ପର୍ଯ୍ୟନ୍ତ ଆମେ ଅଜ୍ଞ ଥିଲୁ ସେ ପର୍ଯ୍ୟନ୍ତ ଆମେ ତାକୁ କହି ଦଉଥିଲୁ, କାହିଁକି? ତେଣୁ ଇଏ ଛୋଟ ଛୋଟ କଥାରେ ଯଦି ଏଇଭଳି ଭାବରେ ଘଟୁଛି, ଚେତନାର ସ୍ତରରେ ଆପଣ ଦେଖନ୍ତୁ, ପ୍ରତ୍ୟେକ ବ୍ୟକ୍ତି ଚେତନାର ଯୋଉ ସ୍ତରରେ ରହିଛି ସେ ସେଇ ସ୍ତରରୁ ସେ ବ୍ୟବହାର କରୁଛି। ଆମେ ଯେତେବେଳେ ତାର ସ୍ଥିତିକୁ ବୁଝି ପାରୁନୁ, ସେତେବେଳେ ତାକୁ ବିଚାର କରି ତାକୁ ଠିକ ଭୁଲ ଏବଂ ଘୃଣା ଏସବୁ ଜିନିଷ ଆମେ କରିଥାଉ। ବାଲକୁଛନ୍ତି, ଯଦି ତୁମେ ସବୁବେଳେ ସେଇଭଳି ଗୋଟିଏ ଚେତନାର ସ୍ଥିତିରେ ବାସ କରିପାରନ୍ତ, ତେବେ କିୟତ୍ କାଳ ପରେ ଯଦି ତୁମ ଭିତରେ ସେଇ ଶିଖାଟି ଶୁଦ୍ଧିକରଣ ଏବଂ ଅଗ୍ରଗତି ସାଧନର ସେଇ ଅଗ୍ନିଶିଖା ପ୍ରଜ୍ୱଳିତ ହୋଇ ରହିଥାଏ, ତେବେ ଏହି ଗତିସ୍ପନ୍ଦନ ଗୁଡିକୁ ତୁମ ଭିତରେ କୌଣସି ସକ୍ରିୟ ଆକାର ଗ୍ରହଣ କରିବାରୁ ଓ କୌଣସି ମୂର୍ତ୍ତ ରୂପରେ ଅଭିବ୍ୟକ୍ତ ହେବାରୁ ଯେ ତୁମେ କେବଳ ନିବୃତ୍ତ କରି ରଖିପାରିବ ତା ନୁହେଁ, ମାତ୍ର ତୁମେ ଗତିସ୍ପନ୍ଦନର ମୌଳିକ ପ୍ରକୃତି ଉପରେ ମଧ୍ୟ କାର୍ଯ୍ୟ କରିପାରିବ ଏବଂ ସେଥିରେ ଏକ ରୂପାନ୍ତର ବି ସମ୍ଭବ କରିପାରିବ। ଏଇଠି ଯୋଉ କଣ୍ଡିସନଟି ହେଲା କଣ, ଯେ ଯଦି ସେଇ ଚେତନାର ସ୍ଥିତିରେ ଆମେ ବାସ କରିପାରନ୍ତେ, ସବୁବେଳେ ସେଇ ଚେତନା ସ୍ଥିତିରେ ଯଦି ବାସ କରିପାରିବା, ତାହେଲେ ଆମର ଅଗ୍ନିଶିଖାଟି ପ୍ରଜ୍ୱଳିତ ହେଇ ରହିବ ଏବଂ ଯାହା ଯାହା ଗତିସ୍ପନ୍ଦନ ଆମ ଭିତରେ ରହିଛି ତା ଉପରେ ଆମର ନିୟନ୍ତ୍ରଣ ହାସଲ ହବ ଏବଂ ତାପରେ ମା କହୁଛନ୍ତି ରୂପାନ୍ତର ବି ସମ୍ଭବ କରିପାରିବ। ଦେଖନ୍ତୁ, ନିୟନ୍ତ୍ରଣ ଯେତେବେଳେ ଆମେ କରୁ, ସେତେବେଳେ ସେତେବେଳେ କଣ ହୁଏ, ଅଙ୍କୁଶ ଲାଗିଲା ଭଳିଆ ସିଏ ନିୟନ୍ତ୍ରିତ ହେଇ ରହେ, କିନ୍ତୁ ପୁଣି ସେଇ ଏକା ଭୁଲ ମଧ୍ୟ କରିପାରିବାର ସାମର୍ଥ୍ୟ ତା ପାଖରେ ଆସିପାରେ। କିନ୍ତୁ ରୂପାନ୍ତର ହେଇଯିବ। ରୂପାନ୍ତର ହେଲେ କଣ ହବ, ସିଏ ଆଉ ଯୋଉ ପୂର୍ବ ଗତିବୃତ୍ତି ବା ପୂର୍ବ ଗତିସ୍ପନ୍ଦନ ତା ଭିତରେ ଆଉ ପୁନରାବୃତ୍ତି ହବ ନାହିଁ। ଯେମିତି ଆପଣ ଆଉ ଗୋଟେ କଥା ଦେଖନ୍ତୁ, ପ୍ରେମ ଏବଂ ଘୃଣା ଦିଟା ଯାକର ଉତ୍ସ ହଉଛି ଗୋଟେ, ସିଏ ହଉଛି ଗୋଟେ ସ୍ପନ୍ଦନ। ତେଣୁ ଯୋଉ ଘୃଣା ଟା ଯୋଉ ବାହାରୁଛି, କଣ ପାଇଁ ବାହାରୁଛି ନା ଅହଂବୋଧ ରହିଥାଏ ଏବଂ ନିମ୍ନ ପ୍ରାଣର ସ୍ପନ୍ଦନ ଦ୍ଵାରା ଆମେ ସ୍ପନ୍ଦିତ ହେଇଥାଉ, ସେତେବେଳେ ସେଠୁ ଘୃଣା ବାହାରୁଛି। ଯେତେବେଳେ ଆମେ ଚେତନାର ସ୍ଥିତିରେ ସବୁବେଳେ, ସେଥିପାଇଁ ଲାଗୁଛି ସବୁବେଳେ ଯଦି ଆମେ ସେଇ ଉର୍ଦ୍ଧ୍ୱ ସ୍ଥିତିରେ ରହିଲେ, ତାହେଲେ ନିମ୍ନ ପ୍ରାଣ ଉପରେ ଆମର ନିୟନ୍ତ୍ରଣ ହେଇଗଲା। କିନ୍ତୁ ଯଦି ଉର୍ଦ୍ଧ୍ୱ ସ୍ଥିତିରେ ସବୁବେଳେ ନ ରହିଲେ, ତାହେଲେ ନିୟନ୍ତ୍ରଣ ହଉଥିବ, ପୁଣି କେତେବେଳେ ଅବଚେତନାର ଉର୍ଦ୍ଧ୍ୱକୁ ଉଠି ଆସିଲେ ପୁଣି ଆମକୁ କବଳିତ କରିନଉଥିବ। ତେଣୁ ଉର୍ଦ୍ଧ୍ୱ ଚେତନାରେ ସବୁବେଳେ ରହିଲେ କଣ ହବ, ସେଇ ଯୋଉ ଉତ୍ସରୁ ଘୃଣା ଭାବ ଆସୁଥିଲା, ଆଉ ସେଠି ଘୃଣା ଭାବ ଆସିବାର ସମ୍ଭାବନା ହିଁ କଟି ଯାଇଥିବ। ସିଏ ପ୍ରେମରେ ପରିବର୍ତ୍ତିତ ହେଇଯାଇଥିବ, କାରଣ ସିଏ ଯୋଉ ଚେତନାର ସ୍ଥିତିରେ ରହୁଛି ସେଠି ଘୃଣାର ସ୍ଥାନ ନାହିଁ। ଇଏ ଯେତେବେଳେ ଆମେ ଅନ୍ତରାତ୍ମା ସହିତ ସଂଯୁକ୍ତ ହେଇକି ରହୁ, ତା ପାଖରେ ଏଇ କେତେ ଗୁଡେ ଜିନିଷ ଯେମିତି ତା ଡିକ୍ସନାରୀରେ ନାହିଁ। କେମିତି ରହିବ ଦେଖୁନାହାନ୍ତି, କେମିତି ରହିବ? କାରଣ ସେ ସମସ୍ତଙ୍କୁ ଏକ ଅନୁଭବ କରୁଥିବ ନା, ଏକ ଭିତରେ ସେ କାହାକୁ ଘୃଣା କରିବ? ବରଂ ତା ଭିତରେ ଯୋଉ ସାମର୍ଥ୍ୟ ରହିଥିବ, ଯୋଉ ଗତିସ୍ପନ୍ଦନ ଦେଖୁଛି, ଯାହାକୁ ଆମେ ବର୍ତ୍ତମାନ ଘୃଣା କରୁଛୁ, କାହିଁକି ଘୃଣା କରୁଛୁ ନା ମୁଁ ଏବଂ ସିଏ ଦିଟା ଅଲଗା ଜିନିଷ, ସିଏ ଭୁଲ କରୁଛି ବା ଇତ୍ୟାଦି ଇତ୍ୟାଦି କରୁଛି ବୋଲି ମୁଁ ତା ଉପରେ ଘୃଣା କରୁଛି। ବର୍ତ୍ତମାନ ଯେତେବେଳେ ଆତ୍ମାରେ ବସବାସ କରିବି, ସେତେବେଳେ ଆମେ ଏକ ହେଇଯାଇଥିବୁ। ଏକ ହେଇଯାଇଥିବୁ ମାନେ ମାନେ ସମାନ ହେଇଯାଇଛୁ, ମାନେ ସିଏ ବି ଭଗବତ ପରିପ୍ରକାଶର ଏକ ଅଂଶ, ସେଇ ଭାବ ଆସିଯାଇଥିବ। ସେତେବେଳେ ମୋ ଭିତରେ ସାମର୍ଥ୍ୟ ଆସିଯାଇଥିବ। ତେଣୁ ସିଏ ତା ଭିତରର ଯୋଉ ସ୍ଥିତି ମତେ ଆକ୍ରାନ୍ତ କରିବ ନାହିଁ, ମତେ ପ୍ରଭାବିତ କରିବ ନାହିଁ, ମୁଁ ତାକୁ ଘୃଣା କରୁନାହିଁ, କିନ୍ତୁ ସାମର୍ଥ୍ୟ ବି ରହିଥିବ ତାକୁ ସେଠୁ ଉଠେଇକିରି ଆଉ ଗୋଟେ ସ୍ଥିତିରେ ନେଇକି ପହଞ୍ଚେଇ ଦେଇପାରିବ। ତାପରେ କହୁଛନ୍ତି, ଏକଥା ମଧ୍ୟ ସତ୍ୟ ଯେ ତୁମେ ଉପଲବ୍ଧିର ଏକ ଅତ୍ୟନ୍ତ ଉଚ୍ଚ ସୀମାକୁ ସ୍ପର୍ଶ କରିନଥାଅ। ଏଟା ଆରମ୍ଭରେ,
ତୁମ ପକ୍ଷରେ ଚେତନାର ସେହି ସ୍ଥିତିଟିକୁ ଦୀର୍ଘକାଳ ପର୍ଯ୍ୟନ୍ତ ବଜାୟ ରଖିବାକୁ ବସ୍ତୁତଃ ମୋଟେ ସମ୍ଭବ ହେବ ନାହିଁ। ସେଠି ଯୋଉ କହିଲେ ନା ସବୁବେଳେ, ତେଣୁ କହୁଛନ୍ତି ଯେତେବେଳେ ଆରମ୍ଭରେ ଆମେ ଯେତେ କାର୍ଯ୍ୟ କରୁଛୁ ସେତେବେଳେ ହୁଏତ ଏହା ଦୀର୍ଘକାଳ ସ୍ଥାୟୀ ରଖିପାରିନଥାନ୍ତି, କିନ୍ତୁ କହୁଛନ୍ତି ଯଦି ଯେହେତୁ ସ୍ଥାୟୀ ହେଇ ରହିନଥାଏ, ତେଣୁ ବେଳେ ବେଳେ କଣ ହୁଏ, ଆମେ ବିଚ୍ଛିନ୍ନ ଆତ୍ମସତ୍ତାର ସେଇ ଅହଂ ପ୍ରଣୋଦିତ ବିଚେତନା ଭିତରୁ ଖସି ଆସିଥାଉ। ତେଣୁ ତାପରେ ଯାବତୀୟ ଅସୁବିଧା ସେ ହାବୁଡି ଯିବାକୁ ଆରମ୍ଭ କରିବ, ବିରକ୍ତି ଭାବ ଉପସ୍ଥିତ ହେବ, ବିଦ୍ରୋହ ହେବ ଏବଂ ନାନା ଭୟ ଆମ ଭିତରେ ଦେଖାଦେବ। କିନ୍ତୁ ଏହା ସମ୍ଭବ ଯେ ଆମେ ସେଇ ଚେତନାର ଉର୍ତ୍ତ ସ୍ଥିତିରେ ସବୁବେଳେ ରହିପାରିବା। ତେଣୁ ମା କହୁଛନ୍ତି ତୁମ ନିଜର ଯେ ପର୍ଯ୍ୟନ୍ତ ଏକ ପୂର୍ଣ୍ଣ ରୂପାନ୍ତର ନ ଘଟିଛି ସେ ପର୍ଯ୍ୟନ୍ତ ବିରକ୍ତି ଏବଂ ବିଦ୍ରୋହର ଏକ ଆବଶ୍ୟକତା ରହିଥିବ। ଯେପରିକି ଦ୍ୱାରଟିକୁ ବନ୍ଦ କରିଦେବା ପାଇଁ ଯାହା କରାଯିବା ଉଚିତ ତାହାକୁ ତୁମେ ନିଜ ଭିତରେ ହିଁ କରିପାରିବ। କାରଣ ଅସଲ କଥା ହେଉଛି ଯେ ସେଗୁଡ଼ିକୁ ଆପଣାକୁ ଅଭିବ୍ୟକ୍ତ ହେବା ଲାଗି ବାଟ ଛାଡି ନଦେବା ତାହା ହିଁ ପ୍ରଧାନ ସମସ୍ୟା। ତାକୁ ବାଟ ଛାଡି ନଦେବା ଆମ ପାଖରେ ସମସ୍ୟା ହିଁ ରହିଛି। ତେଣୁ ଏହି ସୂତ୍ରରେ ଶ୍ରୀରାମ ଆମକୁ କହୁଛନ୍ତି ଯେ ପାପକୁ ଆମେ ଏପରି ଏକ ବସ୍ତୁ ବୋଲି କହିବା ଯାହାକି ଆପଣାର ଉପଯୁକ୍ତ ସ୍ଥାନରେ ନଥାଏ ବୋଲି ପାପ ପରି ଦିଶୁଥାଏ। ଉପଯୁକ୍ତ ସ୍ଥାନରେ ନଥାଏ ବୋଲି ପାପ ବୋଲି ଦିଶୁଥାଏ ଓ କାର୍ଯ୍ୟ କରୁଥାଏ। ଆମେ ସେଇ ଗୋଟେ କାଗଜକୁ ଯେତେବେଳେ ଫୋପାଡୁଛନ୍ତି, ତାକୁ ଯଦି ଯୋଉଠି ବସିଛନ୍ତି ସେଇଠି ଫୋପାଡି ଦଉଛନ୍ତି, ତେବେ ଆମେ କହୁଛନ୍ତି ହେଇ ସେଠି ଅସନା କାହିଁ କରୁଛୁ। ସେଇ କାଗଜଟିକୁ ଯଦି ଡଷ୍ଟବିନ ରେ ପକେଇ ଦଉଛନ୍ତି, ତେବେ ହଁ ଠିକ କଲା, କାର୍ଯ୍ୟ ଗୋଟିଏ। କାହିଁକି ଯେତେବେଳେ ସେ ତା ଠିକ ସ୍ଥାନରେ ନାହିଁ ସେତେବେଳେ ତାକୁ ଆମେ କହୁଛୁ ଭୁଲ, ପାପ, ଏଇ ପ୍ରକାର କହୁଛୁ। ଏବଂ ଯେମିତି ଆପଣ ମନେ କରାଯାଉ ଗୋଟେ ପିଲାଟିଏ ଖେଳୁଛି, ସେ ତାର ଚେତନା ରହି ଖେଳୁଛି, ତାକୁ ଆପଣ ଡାକିଲେ ଆ ବସି ପାଠ ପଢିବୁ, ସେ ଆସିଲା ନାହିଁ, ଆପଣ ଗଲେ ଗୋଟେ ଚାପୁଡାଟେ ବସେଇଦେଲେ। କଣ ପାଇଁ ବସେ? ଏଇଟା କଣ ଖେଳିବା ସମୟ? ତାମାନେ ଖେଳିବା ସମୟରେ ସେ ଖେଳୁଛି ବୋଲି, ଖେଳିବା ସମୟ ନୁହଁ, ପାଠ ପଢିବା ସମୟ, ଖେଳୁଛି ବୋଲି ଆପଣ ତାକୁ କହିଲେ ସେ ଭୁଲ କରୁଛି। କିନ୍ତୁ ସେଇ ପିଲାଟି ଯେତେବେଳେ ଖେଳକୁ ତାର କ୍ୟାରିୟର କରିଛି, କଣ କରିଛି? ଖେଳକୁ ତାର କ୍ୟାରିୟର କରିଛି। ସେ ପ୍ରାକ୍ଟିସ କରୁଛି, କାହିଁକି ନା କାଲି ମ୍ୟାଚ ଅଛି। ତେବେ ଯୋଉଟା ଆମେ କହୁଥିଲେ ଆ ପୂର୍ବରୁ ଛୋଟବେଳେ ପାଠ ପଢା ସମୟ, ସେତେବେଳେ ଆମେ କଣ କହୁଛେ, ଇରେ ଏଇଟା ଅଭ୍ୟାସ କରିବା ସମୟ, ତୁ ଏଠି ବସିକି ବହି କଣ ଯାଉନୁ ଖେଳିବୁ, ଯାଉନୁ ପ୍ରାକ୍ଟିସ କରିବୁ, ଏକା କାମ। କେବଳ ଏଠି ସେ କଣ କୁହାଉଛି ଯେ ଉପଯୁକ୍ତ ସ୍ଥାନରେ ଯେତେବେଳେ ନଥାଏ ସେତେବେଳେ ଆମକୁ ତାହା ପାପ ବୋଲି ଦିଶୁଥାଏ, କାର୍ଯ୍ୟ କରୁଥାଏ। ଏହି ଚିରନ୍ତନ ସମ୍ଭୂତିର ପ୍ରକ୍ରିୟା ମଧ୍ୟରେ କେବେ ହେଲେ କୌଣସି କଥାର ପୁନରାବୃତ୍ତି ହୁଏ ନାହିଁ। ଏବଂ ଏପରି ବି କୁହାଯାଇପାରେ ଯେ ଅନେକ ବସ୍ତୁ ଅତୀତ ମଧ୍ୟକୁ ଅନ୍ତରିତ ହୋଇଯାଇଥାନ୍ତି। ଅନେକ ବର୍ଷ କିଛି ରହେନି, ସବୁ ଅନ୍ତରିତ ବି ହେଇଯାଏ। ଯେତେବେଳେ ସେଗୁଡ଼ିକର ଅନ୍ତରିତ ହୋଇଯିବାଟା ପ୍ରକୃତରେ ଆବଶ୍ୟକତା ହୋଇ ପଡିଥାଏ, ସେତେବେଳେ ଆମର ଏହି ସୀମିତ ଚେତନାର ଦୃଷ୍ଟିରେ ଏଗୁଡ଼ିକ ମନ୍ଦ ଏବଂ ଅରୁଚିକର ବୋଲି ପ୍ରତୀତ ହୋଇଥାନ୍ତି। ଯେତେବେଳେ ତାର ସମୟ ଆସିଯାଏ, ସେ ଅତୀତ ହେଇଯିବ, ସେତେବେଳେ ଆମକୁ ଅରୁଚି ଏବଂ ମନ୍ଦ ବୋଲି ଦେଖାଯାଏ। ସେତେବେଳେ ଆମେ ସେଗୁଡ଼ିକ ବିରୁଦ୍ଧରେ ବିଦ୍ରୋହ କରୁ, କାରଣ ସେଗୁଡ଼ିକର ସମୟ ଅତୀତ ହୋଇଯାଇଥାଏ। ଯେତେବେଳେ କୁହାଯାଏନି ଚେତନାର ଅଗ୍ରଗତିରେ ସହାୟକ କରୁନଥିବା ବସ୍ତୁ ହେଉଛି ଧ୍ୱଂସ ଯୋଗ୍ୟ। ଏବଂ ଆଉ ଗୋଟେ କଥା କୁହାଯାଏ, ସତ୍ୟ ସବୁବେଳେ ଆପେକ୍ଷିକ। କାହିଁକି ନା ଯେତେ ଯେତେ ସ୍ଥିତି ଅଗ୍ରଗତି କରି କରି ଯାଉଥିବେ ସେତେବେଳେ ନୂତନ ସତ୍ୟ ଉଦ୍ଘାଟିତ ହେଇଯାଉଛି। ତେଣୁ ଯୋଉଟା ଅତୀତ ହେଇଯାଇଗଲାଣି ତାକୁ ଜାବୁଡି ଧରିବା ହଉଛି କଣ ନା, ତାକୁ କହୁଛନ୍ତି ଯେତେ ତାକୁ ଆମେ ଜାବୁଡିକି ଧରୁ ସେତେବେଳେ ସେଗୁଡ଼ିକ ମନ୍ଦ
ଅରୁଚିକର ହୋଇଥାଏ ଏବଂ ଯୋଉଗୁଡାକ ଅନ୍ତରିତ ହୋଇଯାଉଥାଏ ତେଣୁ ତା ବିରୁଦ୍ଧରେ ବିଦ୍ରୋହ ଏବଂ ଆମ ଭିତରେ ମନ୍ଦ ଭାବ ବି ଆସିଥାଏ। ଏକାବେଳକେ ଅତୀତ ବର୍ତ୍ତମାନ ତଥା ଭବିଷ୍ୟତକୁ ମଧ୍ୟ ଆମେ ଏକତ୍ର ଧରି ରଖି ପାରିଥାନ୍ତୁ ଯଦି ଆମେ ସେଗୁଡ଼ିକୁ ସମଗ୍ର ଦୃଷ୍ଟି ଦ୍ୱାରା ଦେଖିପାରୁଥାନ୍ତୁ। ଯଦି ଆମେ ସାମଗ୍ରିକ ଦୃଷ୍ଟିକୋଣ ଥିବ ତାହେଲେ ଅତୀତକୁ ମଧ୍ୟ ତାର ଉପଯୁକ୍ତ ସ୍ଥାନରେ ଆମେ ରଖିପାରିବା, ବର୍ତ୍ତମାନକୁ ରଖିବା, ଭବିଷ୍ୟତକୁ ରଖିପାରିବା। ଶ୍ରୀଅରବିନ୍ଦଙ୍କ ଯୋଗରେ ଏଇଟା ସମ୍ଭବ ହେଇଥାଏ। ଦେଖନ୍ତୁ କାହିଁକି, ଆପଣ ଦେଖିବେ ଅନ୍ୟ ସମ୍ପ୍ରଦାୟର ବି ଯୋଉମାନେ ଥାଆନ୍ତି ସେମାନେ କଣ କରନ୍ତି, ପରସ୍ପରକୁ ବିରୋଧ କରନ୍ତି ଏବଂ କୁହନ୍ତି ଯେ ତାଙ୍କ ପନ୍ଥା ଭୁଲ, ଏଇ ପନ୍ଥାରେ ଗଲେ ହିଁ କେବଳ ଭଗବାନ ମିଳିବେ। ସିଏ କଣ କରନ୍ତି, ଅନ୍ୟକୁ ବିରୋଧ କରନ୍ତି, ବିଦ୍ରୋହ କରନ୍ତି, ନିଜଟାକୁ ଯଥାର୍ଥ ବୋଲି ପ୍ରତିପାଦିତ କରନ୍ତି। କିନ୍ତୁ ଶ୍ରୀଅରବିନ୍ଦ କଣ କହିଲେ, ଶ୍ରୀଅରବିନ୍ଦଙ୍କ ଯୋଗରେ ସେଇଥିପାଇଁ କୁହାଯାଉଛି ଏତେ ସାମଗ୍ରିକ ଭାବରେ ଦୃଷ୍ଟିକୋଣ ସହିତ ଗୋଟେ ଯୋଗର ସମନ୍ୱୟ କରାହେଇଛି। କଣ ହେଇଛି, ଶ୍ରୀଅରବିନ୍ଦ ସ୍ପଷ୍ଟ ଭାବେ କହୁଛନ୍ତି ତୁମେ ପୂର୍ବୋକ୍ତ ମୁନି ଋଷି ମାନେ ହୁଅନ୍ତୁ, ଆଚାର୍ଯ୍ୟଗଣ ହୁଅନ୍ତୁ, ଅବତାର ହୁଅନ୍ତୁ ଏବଂ ଅନ୍ୟ ଧର୍ମ ସମ୍ପ୍ରଦାୟ ହୁଅନ୍ତୁ, କାହାରିକୁ ତୁମର କୌଣସି ଯୋଗ୍ୟତା ନାହିଁ, କୌଣସି ଅଧିକାର ନାହିଁ ତୁମେ କାହାକୁ ଘୃଣା କରିବ ବା କାହାକୁ ଭୁଲ ବୋଲି ପ୍ରତିପାଦିତ କରିବ। ସେଠି ସେ କହୁଛନ୍ତି ଯଦି କିଏ ଏମିତି କରୁଛି ତେବେ ସେ ମୋ ଯୋଗ କରୁନାହିଁ। କାହିଁକି, ତାର ମହାରାଜ ତାର ବହୁତ ସରଳ ଉତ୍ତର ଦେଇଛି, ଆମେ ସମସ୍ତେ ଶୁଣିଛନ୍ତି, ତଥାପି ଭଲ କଥା ଯେଥର ଶୁଣିଲେ ସେତେ ଭଲ। କଣ କହୁଛନ୍ତି, ଯେ ଯେତେବେଳେ ଯୋଉ ପିଲାଟି ସ୍କୁଲରେ ନର୍ସରୀ କେଜି 1 2 3 ପଢି ପଢି ଯାଉଛି, ସିଏ ଯେତେବେଳେ ସ୍କୁଲ ପାସ୍ କରି କଲେଜ ପଢୁଛି ସେତେବେଳେ ସିଏ କଣ କହିବ କି ଯେ ନର୍ସରୀରେ ଯୋଉ ଟିଚର ପଢଉଥିଲେ ସେ କି ଜାଣିନାହାନ୍ତି, ସେ ମୂର୍ଖ, ତାଙ୍କର କୌଣସି ଆବଶ୍ୟକତା ନାହିଁ, କହିପାରିବ କି? ନା। କାହିଁକି ନା ସିଏ ସେତେବେଳେ ଯାହା ଶିଖେଇଥିଲେ ଧୀରେ ଧୀରେ ଅଗ୍ରଗତି ପଛରେ ବର୍ତ୍ତମାନ ମୁଁ ଆସି +2 ପଢିଲିଣି, କାହିଁକି +2 ଅଲଗା ଟିଚର, ସିଏ ଅଲଗା ପଢଉଛନ୍ତି, ତା ଅର୍ଥ ନୁହଁ ସେ କେବେ ବି ନର୍ସରୀ କେଜିରେ ଯୋଉ ଟିଚର ପଢୁଥିଲେ ତାକୁ ସେ କେବେ ଅପମାନିତ କରେ ନାହିଁ, ତାଙ୍କୁ କେବେ ସେ କହେନି କିଛି ଜାଣିନାହାନ୍ତି, ଏତିକି ମାତ୍ର ଖାଲି ଜାଣିଛନ୍ତି ଅ ଆ ହର୍ଷେଇ ଦୀର୍ଘଇ, ABCD ଆପୁଲ, A ଫର ଆପୁଲ, B ଫର ବ୍ୟାଗ ବଲ, ଏତିକି ଜାଣିଛନ୍ତି ମାତ୍ର, ସେ କେବେ ତାକୁ ହୀନମନ୍ୟତାରେ ଦେଖେ ନାହିଁ। ତେଣୁ ଶ୍ରୀଅରବିନ୍ଦଙ୍କ ଯୋଗରେ ନହେଲେ ଅନ୍ୟ ସାଧାରଣତଃ ସବୁଥିରେ ଅନ୍ୟମାନଙ୍କୁ କଣ କରନ୍ତି, ହେୟ ଜ୍ଞାନ କରନ୍ତି, ଘୃଣା କରନ୍ତି, ବିରୋଧ ମଧ୍ୟ କରନ୍ତି। କିନ୍ତୁ ଶ୍ରୀଅରବିନ୍ଦ କହୁଛନ୍ତି ଯିଏ ଏଭଳି ମନୋଭାବ କରୁଛି ସିଏ ମୋ ଯୋଗ କରୁନାହିଁ। ଏବଂ ଶ୍ରୀଅରବିନ୍ଦ ଯୋଗ ସ୍ଥିତିରେ ରହିଲେ କଣ ହଉଛି, ବର୍ତ୍ତମାନ ଏମାନଙ୍କର ଆବଶ୍ୟକତାଟା ବି ଅନୁଭବ କରି ହଉଛି ଯେ ହଁ ଚେତନାର ଯୋଉ ସ୍ଥିତିରେ ସିଏ ରହିଛି, ସିଏ ଯଦି ଭଗବାନଙ୍କୁ ଏଇଭଳି ଭାବରେ ପୂଜା କରିକି ସିଏ ତାର ନିଜର ଯୋଉ ଗତିବିଧି ଉପରେ ନିୟନ୍ତ୍ରଣ ହାସଲ କରିପାରୁଛି ତେବେ ଠିକ ଅଛି। ଏଇ ଯୋଉ ବୁଝିବାର ସ୍ଥିତି ଯିଏ ଶ୍ରୀଅରବିନ୍ଦ ଯୋଗ କରୁଥାଏ ତା ପାଖରେ ଥାଏ ଏବଂ ତା ସହିତ ସିଏ ବି ଜାଣିଛି ଯେ ଭବିଷ୍ୟତରେ ଅତି ମାନସ ଯୁଗ ଆସିବ ଯୋଉଠି କି ବ୍ୟକ୍ତି ସକଳ ସାମୂହିକ ଭାବେ ସତ୍ୟ ଚେତନାରେ ବସବାସ କରିବେ। ଏଇ ଯୋଉ ବୁଝିବାର ସାମର୍ଥ୍ୟ, ଏଇ ଯୋଉ ସ୍ଥିତି, ଯୋଉ ସ୍ଥିତିରେ କି ଅତୀତକୁ ବି ଦେଖି ହଉଛି, ଭବିଷ୍ୟତକୁ ବି ରହୁଛି ସ୍ଥିତିର, ଏବଂ ବର୍ତ୍ତମାନ ମୋର ବି ପ୍ରୟାସ ଜାରି ରହିଛି କିପରି ଅତି ମାନସିକ ଶକ୍ତିକୁ ପରିପ୍ରକାଶ କରିବାରେ, ଆଧାର ପ୍ରସ୍ତୁତ କରିବାରେ। ତେଣୁ ଏଇ ତିନୋଟି ଯାକ ସ୍ଥିତିରେ ଶ୍ରୀଅରବିନ୍ଦଙ୍କ ଯୋଗରେ ଯିଏ ଯଦି ରହିଛି ତେବେ ସେ ନିଶ୍ଚୟ ଏଇ ସ୍ଥିତିରେ ରହେ। ସାଧାରଣତଃ ଶ୍ରୀଅରବିନ୍ଦଙ୍କ ଯୋଗର ଅର୍ଥ ନୁହଁ ଯେ ତମେ ଆଶ୍ରମରେ ରହିଗଲ, ତମେ ପାଠଚକ୍ରରେ ଯୋଗ ଦେଲ, ଶ୍ରୀଅରବିନ୍ଦଙ୍କ ବହି ପଢିଲ, ତା ଅର୍ଥ ତମେ ଶ୍ରୀଅରବିନ୍ଦ ଯୋଗ କରୁଛ ବୋଲି ନୁହଁ। ଏଇ ପ୍ରକାର ସ୍ଥିତିରେ ତମେ ଯଦି ରହିପାରୁଛ ତାହେଲେ ଶ୍ରୀଅରବିନ୍ଦ ଯୋଗ କରୁଛ। ଆଜି ଗୋଟେ ଘଟଣାଟେ ଘଟିଲା, ଜଣେ ବ୍ୟକ୍ତି କଣ କରୁଛି, ଇଏ ହଉଛି ଚେତନାର କେତେ ନିମ୍ନତର ସ୍ଥିତି। ଗୋଟିଏ ସାମାନ୍ୟ ଘଟଣା ଘଟିଛି, ଜଣଙ୍କର ଆକ୍ସିଡେଣ୍ଟ କିଛି ହେଇଛି, କିନ୍ତୁ ସିଏ ଯେତେବେଳେ ଅନ୍ୟମାନଙ୍କ ଆଗରେ ତାକୁ ବର୍ଣ୍ଣନା କରୁଛନ୍ତି, କଣ ବର୍ଣ୍ଣନା କରୁଛନ୍ତି, ତାଙ୍କର ଏମିତି ଆକ୍ସିଡେଣ୍ଟ ହେଇଛି, ଠିକ ଅଛି ତମେ ତାହା ବର୍ଣ୍ଣନା କରୁଛ, କିନ୍ତୁ ତା ସହିତ ସାଙ୍ଗେ ସାଙ୍ଗେ ଯୋଡି ଦଉଛନ୍ତି ଅନ୍ୟ ଜଣଙ୍କ ବିରୁଦ୍ଧରେ କଥାଟିକୁ। କଣ ନା ସେ ଅମକ ବ୍ୟକ୍ତି ତାଙ୍କୁ ଏହା କହୁଥିଲେ, ଅତୀତରେ କେବେ କହିଥିଲେ। ସାଙ୍ଗେ ସାଙ୍ଗେ ସେ ବର୍ଣ୍ଣନା କଲା ବେଳେ ସେ ବ୍ୟକ୍ତି ଅନ୍ୟ ଏକ ମାନେ ଏକ୍ସ ର ଆକ୍ସିଡେଣ୍ଟ ହେଇଛି, ୱାଇ ତାଙ୍କୁ କେବେ ଲଙ୍ଗ ଏଗୋ ଏକ୍ସ ପାଇଁ କଣ କହିଥିଲେ ସେଇ କଥାଟାକୁ ଯେତେବେଳେ ସେ ବର୍ଣ୍ଣନା କରୁଛନ୍ତି, ସେଇ କଥାଟିକୁ ଅନ୍ୟମାନଙ୍କ ଆଗରେ ବର୍ଣ୍ଣନା କରୁଛନ୍ତି। ତା ଫଳରେ ସେ କଣ କରୁଛନ୍ତି, ଅନ୍ୟମାନଙ୍କ ପାଖରେ ୱାଇ ବିରୁଦ୍ଧରେ ଏକ ବିଦ୍ରୋହର
ଏକ ବୈର ଭାବର ଏକ ମନ୍ଦ ଭାବର ପ୍ରସାର କରୁଛନ୍ତି। ତେବେ ସିଏ ଯଦି ଶ୍ରୀ ଅରବିନ୍ଦଙ୍କ ଯୋଗରେ ଅଛନ୍ତି, ପାଠଚକ୍ର କରୁଛନ୍ତି, ପଢୁଛନ୍ତି ବୋଲି କହନ୍ତି, ତେବେ ବି ସେ ଶ୍ରୀ ଅରବିନ୍ଦଙ୍କ ଯୋଗ କରୁନାହାନ୍ତି, ଏକଥା ମନେ ରଖିଥାନ୍ତୁ। ଯଦି ଆମେ ବି ସେମିତି କରୁଛୁ, ତାହେଲେ ଆମେ ବି ଜାଣିବା ଯେ ଆମେ ଶ୍ରୀ ଅରବିନ୍ଦଙ୍କ ଯୋଗରେ ନାହୁଁ। ଆମେ ଶ୍ରୀ ଅରବିନ୍ଦ ଯୋଗ ପାଇଁ ନିଜକୁ ପ୍ରସ୍ତୁତ ବି କରୁନାହୁଁ ବା କରିନାହୁଁ ବା ପହଞ୍ଚି ବି ନାହୁଁ। କାହିଁକି ନା ଲାଇଫ ଡିଭାଇନରେ ବର୍ଣ୍ଣନା କରୁଛନ୍ତି, ଯେତେବେଳେ ଶ୍ରୀ ଅରବିନ୍ଦ ଯଦି ସେଇ ଲାଇନଟି ଶୁଣିବେ ଆମକୁ ଲାଗିବ ଯେମିତି ଆମେ କିଛି କରିନାହୁଁ। ସେ କହୁଛନ୍ତି, ପ୍ରଭୁ ଲେଖୁଛନ୍ତି, ଯୁଧିଷ୍ଠିର ଯୋଉ ଅବସ୍ଥାରେ ଥିଲା, ଏବେ ଚିନ୍ତା କରନ୍ତୁ, ସ୍ଥିତ ପ୍ରଜ୍ଞ ଅବସ୍ଥା, ସବୁବେଳେ ସମତାର ରହୁଥିଲେ, ମାନେ ସମତ୍ୱ ଚିତ୍ତରେ ରହୁଥିଲେ, ଦୁଃଖରେ ଭାଙ୍ଗି ପଡୁନଥିଲେ, ସୁଖରେ ଉତ୍ଫୁଲ୍ଲିତ ହେଇଯାଉନଥିଲେ, ନିଜର ପରର ପକ୍ଷପାତି ନଥିଲା ଏବଂ ସବୁବେଳେ ସେ ଗୋଟେ ସମଚେତନାରେ ରହୁଥିଲେ, ସ୍ଥିତପ୍ରଜ୍ଞ ହେଇକି ରହୁଥିଲେ। ସେଇ ଅବସ୍ଥା ପ୍ରାପ୍ତ କଲା ପରେ ଯାଇ ତୁମେ ପୂର୍ଣ୍ଣ ଯୋଗରେ ଆଡମିସନ କରିବା ପାଇଁ ଇନଫାଣ୍ଟ କ୍ଲାସରେ ଲେକ୍ଚର ଇନଫାଣ୍ଟ କ୍ଲାସ, ମାନେ ଆମ ଭାଷାରେ ଆମେ କହିବା ବୋଧ ଶ୍ରେଣୀ, ବୋଧ ଶ୍ରେଣୀରେ ପଢିବା ପାଇଁ ଆପ୍ଲିକେସନ ପକେଇବା ପାଇଁ ଯୋଗ୍ୟ ହେଲ। ତୁମ ଆପ୍ଲିକେସନ ଏବେ ଏବେ ସୁଦ୍ଧା ରିସିଭ ହେଇଛି ନ ହେଇଛି କି ତ ଠିକ ହେଇନି, ଯୋଗ୍ୟ ହେଲ ଆପ୍ଲିକେସନ ଟିକେ ପକେଇବ। ଆପ୍ଲିକେସନ ପକେଇବ, ତା ମାନେ ବୟସ ହେଇଗଲା, 3+ ହେଇଗଲା, ବୋଧ କ୍ଲାସ ପାଇଁ ତମେ ଆପ୍ଲିକେସନ ପକେଇ ପାରିବ। ତାମାନେ ସେଇ ଅବସ୍ଥାକୁ ଗଲେ, ସ୍ଥିତପ୍ରଜ୍ଞ ଅବସ୍ଥାକୁ ଗଲେ ଆମର ଶ୍ରୀ ଅରବିନ୍ଦଙ୍କ ଯୋଗରେ ବୋଧ ଶ୍ରେଣୀରେ ପଢିବା ପାଇଁ ବୟସ ହେଇଗଲା ବା ଆମ ଚେତନାର ସ୍ଥିତି ହେଇଗଲା। ତେଣୁ ସେ ପର୍ଯ୍ୟନ୍ତ ଆମେ ଯେପର୍ଯ୍ୟନ୍ତ ପହଞ୍ଚି ନାହୁଁ, ସେ ପର୍ଯ୍ୟନ୍ତ ଆପଣ ଯୋଉ କହିବେ ଯେ ମୁଁ ଶ୍ରୀ ଅରବିନ୍ଦ ଯୋଗ କରୁଛି ଏବଂ ଏଇ ପ୍ରକାରର ବୈର ଭାବ ରଖିଛନ୍ତି, ତାହେଲେ ଆପଣ ଆକ୍ଚୁଆଲି ପଶୁତ୍ୱରେ ରହିଛନ୍ତି, ମନୁଷ୍ୟତ୍ୱକୁ ବି ଆସିନାହାନ୍ତି। ମନୁଷ୍ୟତ୍ୱରେ ବି କାହାକୁ ତମେ ଘୃଣା କରିପାରିବ ନାହିଁ, ନୈତିକତାରେ ବି ତୁମେ କାହାକୁ ଘୃଣା କରିପାରିବ ନାହିଁ। ହଁ, ଆଧ୍ୟାତ୍ମିକତାରେ ଯେତେବେଳେ ଚୈତ୍ୟ ଚେତନାରେ ରହୁଛନ୍ତି, ସେତେବେଳେ ଘୃଣା ଶବ୍ଦ ହିଁ ଆପଣ ପାଖରେ ନଥିବ, ବିରୋଧ ଶବ୍ଦ ହିଁ ନଥିବ, ବୈର ଭାବ ହିଁ ନଥିବ। ଏଇ କଥାଟି ଏତିକି ବାଟରେ ବର୍ଣ୍ଣନା ଚାଲିଛି ରହିଛି। ତେଣୁ ଯାହା ମା ଲେଖୁଛନ୍ତି, ଏକାବେଳକେ ଅତୀତ, ବର୍ତ୍ତମାନ ତଥା ଭବିଷ୍ୟତକୁ ମଧ୍ୟ ଏକତ୍ର ଧରି ରଖି ପାରିଥାନ୍ତୁ, ଯଦି ଆମେ ସେଗୁଡ଼ିକୁ ସମଗ୍ର ଦୃଷ୍ଟି ଦ୍ୱାରା ଦେଖିପାରିଥାନ୍ତୁ। ମା, ଥ୍ୟାଙ୍କ ୟୁ ଅଲ୍ ଓଭର।